कथारे परा अछि जिए पिएनी मद ता वंश जाकटा परा गध आउ हाँ पिता मद पिए महाज्ञानी खाली गड़ू थिबो जानी जानी सिद्धार्थ कौन कहलु मद खराब हाँ हाँ मद एक खराब तत्व ए मद पर सबू किछि छड़ाई रही सिद्धार्थ सबू किछि छड़ाई रही सूर्या भाई चाहूँ तबे सुन रे सिद्धार्थ पुत्र मोर पुत्र कहानी मो जीवन सिद्धार्थ पुत्र मोर कहानी मो जीवन सुन रे सिद्धार्थ पुत्र मोर कहानी मो जीवन कहबाकू मते मारुअछि लज्जा कहबाकू मते मारुअछि लज्जा निजकू लागे पुत्र मोर निजकू लागे धिकार सुन रे सिद्धार्थ पुत्र मोर कहानी मो जीवन सुन रे सिद्धार्थ बेली भाई विक्रम आदर्श कलिंग राज कुमार थिलु बेली भाई विक्रम आदर्श कलिंग राज कुमार ज्येष्ठ व्रत बर विक्रमादित्य ज्येष्ठ व्रत बर विक्रमादित्य संभालिले राज्यभार चंडाल हईर माताल मुमूर्ख चंडाल हईर माताल हत्या कली भ्रात मोर हत्या कली भ्रात मोर पुत्र मोर पुत्र मोर पुत्र मोर निजकू लागे धिकार सुन रे सिद्धार्थ पुत्र मोर सिद्धार्थ ने यही मत पाई मोर सब सर्पनाश हो जाए रामचंद्र बड़ भाई को काले हत्या कर आज से अतीतर घटना को भाविला बेल को सतरे सतरे मते पागल पर लगुच बाबा आज से अतीतर घटना को देखी
ତୋ କଥା ମଧ୍ୟ ମୋତେ ମନେ ପଡ଼ିଯାଉଛି। ହଁ, ଆଜି ତ ମଧ୍ୟ ପାର କରି ଆସିଛୁ। ତୋର ଆଉ ମୋର ଭିତରେ ଆଉ ଫରକଟା କୋଉଠି ରହିଲା ରେ ବାବା? ପିତା ମୋର ଭୁଲ ହୋଇଯାଇଛି ପିତା, ମୋର ଭୁଲ ହୋଇଯାଇଛି। ଆଉ କୌଣସି ପରିସ୍ଥିତିରେ ମଧ୍ୟ ଏମିତି ଭୁଲ କରିବିନି ପିତା। ହେଲେ ବାବା ରେ, ହଁ ପିତା। ପ୍ରକୃତରେ ତୁ ଯଦି ମୋର ପୁତ୍ର ହୋଇଥାଉ, ହଁ ପିତା। ତାହେଲେ ଏହାର ସମାଧାନ ତୁ ନିଶ୍ଚୟ କରିବୁ ରେ ବାବା। ନିଶ୍ଚୟ କରିବି ପିତା। ହେଲେ ପିତା, ଆରେ ବାବା, ଆପଣ ଯେଉଁ ଅତୀତର କଥା କହିଗଲେ, ସେତେବେଳେ ଆପଣଙ୍କ ସମ୍ମୁଖରେ କିଏ କିଏ ଥିଲେ ପିତା? ସେତେବେଳେ ହଁ ପିତା। 2 ଜଣ ଥିଲେ ବାବା। ସେ ଆଉ କେହି ନୁହେଁ, ହଁ ସେ ହେଉଛି ସେନାପତି ଆଡା ତିୱାରୀ ଆଉ ସେ ମହାନ୍ତି। ହରେ ବାବା। ପିତା, ବର୍ତ୍ତମାନ ଆପଣ ନିଶ୍ଚିତ ହୋଇ ରୁହନ୍ତୁ ପିତା। ମୁଁ ଆଜି ଏଇ ଆମ କଳିଙ୍ଗ ରାଜ୍ୟର ଇଷ୍ଟ ଦେବୀ ମା କାତ୍ୟାୟନୀକି ଶପଥ କରି କହୁଛି, ଆପଣଙ୍କ ସମସ୍ୟାର ସମାଧାନ ମୁଁ ବହୁତ ଶୀଘ୍ର କରିବି ପିତା, ବହୁତ ଶୀଘ୍ର କରିବି। ତାହେଲେ ଠିକ ଅଛି ବାବା। ହଁ ପିତା, ବର୍ତ୍ତମାନ ଆପଣ ନିଶ୍ଚିତ ହୋଇକି ବିଶ୍ରାମ କକ୍ଷକୁ ଯାଆନ୍ତୁ। ତାହେଲେ ଠିକ ଅଛି ବାବା, ହଁ ପିତା। ମୁଁ ଏଥର ଆସୁଛି। ହଁ ପିତା। ତାମାନେ ମୋ ପିତାଙ୍କ କହିବା ଅନୁଯାୟୀ ଏଇ ଆମ କଳିଙ୍ଗ ରାଜ୍ୟରେ ସେମାନେ ଥିଲେ ଦି ଭାଇ। ଆଉ ସେଇ ସମୟରେ ମୋ ବଡ଼ ବାପା ବିକ୍ରମାଦିତ୍ୟ ଥିଲେ ଏହି ଆମ କଳିଙ୍ଗ ରାଜ୍ୟର ମହାରାଜା। ଆଉ ଯେତେବେଳେ ମୋ ପିତା ଘୋର ନିଶାସକ୍ତ ଅବସ୍ଥାରେ ଥିଲେ, ସେଇ ସମୟରେ ମୋ ବଡ଼ ବାପାଙ୍କର ହତ୍ୟା ହୋଇଛି। ଆଉ ସେଇ ହତ୍ୟାର ଦୋଷରେ ମୋ ପିତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହେଲେ ଏଥିରେ ମୁଖ୍ୟ କଥା ହେଉଛି, ସେଇ ସମୟରେ ମୋ ପିତାଙ୍କ ସହିତ ସେଇ ଆନ୍ନା ତିୱାରୀ ଆଉ ମହାନ୍ତି ମଉସା ଥିଲେ। ଆଉ ବର୍ତ୍ତମାନ ମୁଁ ମଦ୍ୟପ ହେବାକୁ ଯାଉଥିବା କାରଣ ମଧ୍ୟ ସେଇ ମହାନ୍ତି ମଉସା। ତାମାନେ ଉଭୟକୁ ଦେଖିବାକୁ ଗଲେ ଏହା ଗୋଟିଏ ରହସ୍ୟ ପରିକା ଲାଗୁଛି। ଆଉ ହଁ, ଏଇ ରହସ୍ୟ ଚକ୍ରବ୍ୟୁହକୁ ଭେଦ କରିବ ଏଇ ଯୁବରାଜ ସିଦ୍ଧାର୍ଥ ସାମନ୍ତରାୟ। ତେବେ ଅବିଳମ୍ବେ ଚାଲିଯିବି ସେଇ ସମସ୍ୟାର ସମାଧାନ ନିମିତ୍ତ।